ସବୁଦିନ ପାଇଁ ନରମିଗଲା ଜଣେ ବିପ୍ଳବୀ କବିର ବୈପ୍ଳବିକ ଚିନ୍ତାଧାରା। ବିଶିଷ୍ଟ କବି ଓ ସ୍ୱାଧୀନତା ସଂଗ୍ରାମୀ ରବି ସିଂ ଆଜି ଆଉ ଆମମାନଙ୍କ ଗହଣରେ ନାହାନ୍ତି। ଲୋକଙ୍କ ପାଖରେ ରହିଯାଇଛି ରବି ସିଂଙ୍କ ବୈପ୍ଳବିକ କବିତା। ଓଡ଼ିଆ ସାହିତ୍ୟ ଜଗତ ହରାଇଛି ରବି ସିଂ ଭଳି ଜଣେ ବରିଷ୍ଠ ଲେଖକଙ୍କୁ, ଯାହାଙ୍କ କଲମ ମୁନରୁ ସୃଷ୍ଟି ହୋଇଥିଲା ଅନେକ କବିତା, ଯାହାକି ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ତୀବ୍ର ପ୍ରଗତିବାଦ ଚେତନା ମାନେ ସ୍ୱାଧୀନୋତ୍ତର ଓଡ଼ିଆ କବିତାରେ ଆସିଥିଲା। ସେ କବିତାର ଯେଉଁ ପ୍ରଖର ସ୍ୱର ନୀରବ ହୋଇଗଲା ଅନେକ କ୍ଷେତ୍ରରେ, ମାନେ ପ୍ରବନ୍ଧଠୁ ଆରମ୍ଭ କରି ବକ୍ତୃତାଠୁ ଆରମ୍ଭ କରିକି ବିଭିନ୍ନ ସାହିତ୍ୟିକ ସଭା ସମିତିରେ ମଧ୍ୟ ଆମେ ରବି ସିଂଙ୍କ କବିତା ହିଁ ଉଦ୍ଧାର କରିଛୁ। କାରଣ ସାଧାରଣ ଜନଜୀବନକୁ ସେ ଏତେ ପାଖରୁ ଦେଖିଥିଲେ ଏବଂ ସେ କଥାକୁ ଏତେ ତୀବ୍ର ସ୍ୱରରେ ପ୍ରକାଶ କରୁଥିଲେ। ବୋଧହୁଏ ସେମିତି ପ୍ରକାଶ କରିବାର ସମୟ ଆଉ ନାହିଁ ବା ସେମିତି ଲୋକ ମଧ୍ୟ ନାହାନ୍ତି। ଗତକାଲି ଏହି ମହାନ ପ୍ରତିଭାଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ପରଲୋକ ଘଟିଛି। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଉପସ୍ଥିତ ହୋଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକସ୍ଥିତ ସତୀ ଚଉରାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜଣେ ବ୍ୟକ୍ତି ସାରା ଜୀବନ ଧରି ସାହିତ୍ୟ ପାଇଁ ଏବଂ ସମାଜ ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଥିଲେ ଏବଂ ସାଲିସହୀନ ଭାବରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ମଣିଷର କଷଣରୁ ମୁକ୍ତି ପାଇଁ ଲଢ଼େଇ କରି ଆସିଥିଲେ। ଏପରି ମହାନ ବ୍ୟକ୍ତି ବହୁତ କମ୍ ଆମ ଜାତିରେ ଜନ୍ମ ହୋଇଛନ୍ତି ଆପାତତଃ ବର୍ତ୍ତମାନ ସମୟରେ ବୋଲି କହିବା। ଏହି ମହାନ ବିପ୍ଳବୀଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ରାଜ୍ୟର ପ୍ରମୁଖ ବ୍ୟକ୍ତିଗଣ ଏହି ମହାନ ଆତ୍ମାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ବିପ୍ଳବୀ କବି ରବି ସିଂଙ୍କର ଯେଉଁ ଦେହାନ୍ତ ଆମ ସମସ୍ତଙ୍କ ପାଇଁ ଗୋଟେ ଦୁଃଖଦ ଘଟଣା। ବ୍ୟକ୍ତିଗତ ଜୀବନରେ ଏବଂ କବି ଭାବରେ ଉଭୟ ଭାବରେ ସେ ଜଣେ ବିପ୍ଳବୀ ଥିଲେ। କାହା ଆଗରେ ମୁଣ୍ଡ ନଇବା ସେ ଜାଣିନଥିଲେ। ମୋ ସହିତ ତାଙ୍କର ଗୋଟେ ବ୍ୟକ୍ତିଗତ ସମ୍ପର୍କ ଭିତରେ ରହିଥିଲା। ସାହିତ୍ୟ ଜଗତରେ ଗୋଟେ ଅପୂରଣୀୟ କ୍ଷତି। ଆମେ ଛୁଆଦିନରୁ ତାଙ୍କ କବିତା ପଢ଼ିଛୁ ଏବଂ ଏଇଟା ଗୋଟେ ଅପୂରଣୀୟ କ୍ଷତି। ଅନେକ ପ୍ରତିଭାର ଅଧିକାରୀ ସ୍ୱର୍ଗତ ରବି ସିଂ 1961 ମସିହାରେ ସାହିତ୍ୟ ଏକାଡେମୀ ସମ୍ମାନ ସହିତ 2017 ମସିହାରେ ଅତି ବଡ଼ି ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କର କଲମ ମୁନରେ ସ୍ଥାନ ପାଇଥିବା କବିତା ଗୁଡ଼ିକ ମଧ୍ୟରେ ରହିଛି ପଥପ୍ରାନ୍ତର, ଚରମପତ୍ର, ଲାଲ ପଗୋଡ଼ାର ପ୍ରେତ। ଅନ୍ୟପଟେ ଏହି କବିତା ଗୁଡ଼ିକ ମଧ୍ୟରେ ଲୋକପ୍ରିୟତା ଅର୍ଜନ କରିଥିବା କବିତା ଗୁଡ଼ିକ ହେଉଛି ଭୁରୁକୋଟି, ବିଦୀର୍ଣ୍ଣ, ପାଦଟିକା। ଅସ୍ତମିତ ଏହି ମହାନ ବିପ୍ଳବୀ କବିଙ୍କ ସ୍ମୃତିରେ କୋଣାର୍କ ନ୍ୟୁଜ୍ ପରିବାର ଜଣାଉଛି ଗଭୀର ଶ୍ରଦ୍ଧାଞ୍ଜଳି।